ଆମେ ବର୍ତ୍ତମାନ ବାହାରିଲୁ ରଥଯାତ୍ରା ପାଇଁ। ମୁଁ ଆଉ ଗୋଟେ ପିଲା ଆମେ 2 ଜଣ ମିଶି ଯାଉଛୁ। ଜୟ ଜଗନ୍ନାଥ। ଆଉ ଗୋଟିଏ ଫ୍ରେଶ୍ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ତ ଆପଣମାନେ ବର୍ତ୍ତମାନ ଦେଖୁଥିବେ କି ଟାଇମ୍ ହେଲାଣି 3ଟା 35। ତ ଆପଣମାନେ ଭାବୁଥିବେ କି ମୁଁ କୁଆଡ଼େ ଚାଲିଲି ବାହାରିବା ପାଇଁ। ତ ଆଜି ଗୋଟିଏ ହେଉଛି ଶୁଭ ଦିନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ଆଜି ହେଉଛି ଗୁଣ୍ଡିଚା ଯାତ୍ରା। ତ ପ୍ରଭୁ ଆଜି ଯିବେ ମାଉସୀ ମା ମନ୍ଦିର ପିଠା ଖାଇବା ପାଇଁ। ତ ଆପଣମାନେ ଜାଣିଥିବେ ପ୍ରଭୁ ରୀତିନୀତି ପ୍ରଭୁଙ୍କର କ'ଣ ହୁଏ କ'ଣ ନାହିଁ। ଯେହେତୁ ଆମେ ଓଡ଼ିଶାବାସୀ, ତ ଆଜି ଆମ ପାଇଁ ହେଉଛି ଗୋଟିଏ ଗର୍ବର ଦିନ। ତ ଆମେ ଏଇକ୍ଷଣା ବର୍ତ୍ତମାନ ବାହାରେ ଗଲୁଣି। ପାଖରେ ରଥଯାତ୍ରା ଦେଖନ୍ତୁ, ଗୋଟିଏ ଆମର ପାଖ ସହର ଅଛି, ବେଶୀ ବଡ଼ ନୁହେଁ, ଛୋଟ ସହର। ତ ସେଇଠି ଆମର ରଥଯାତ୍ରା ହେଉଛି। ତ ଏଇଠୁ ଆପଣ ଦେଖିପାରୁଥିବେ କି କେଉଁ ଭଳି ଭିଡ଼ିଓ ହୋଇଗଲାଣି ରଥଯାତ୍ରାରେ। ତ ଆମେ ବର୍ତ୍ତମାନ ପହଞ୍ଚିଗଲୁଣି ରଥଯାତ୍ରା ଯେଉଁ ଜାଗାରେ ଆରମ୍ଭ ହେବ, କି ଆମର ଏଇଠୁ ହିଁ ଷ୍ଟାର୍ଟ ହୁଏ ରଥଯାତ୍ରା। ତ ଏଇଠୁ ଡାଇରେକ୍ଟଲି ଆପଣମାନଙ୍କର ରଥଟି ଯିବ ଆମର ମାଉସୀ ମା ମନ୍ଦିରଟି। ମାଉସୀ ମା ମନ୍ଦିର ଆପଣମାନଙ୍କୁ ମଧ୍ୟ ନିଶ୍ଚୟ ଦେଖାଇବି। ତ ଏଥର ତ ରଥଯାତ୍ରା 2 ଦିନ ହେବାକୁ ଯାଉଛି ଆମର। ତ ଚାଲନ୍ତୁ ବର୍ତ୍ତମାନ ଆମେ ଗାଡ଼ିଟି ପାର୍କ କରିଦେବା, ତାପରେ ଦେଖିବା କ'ଣ ହେଉଛି। ତ ବର୍ତ୍ତମାନ ଆମର ଗାଡ଼ିଟି ପାର୍କ ହୋଇଗଲାଣି ସୁରକ୍ଷିତ ଜାଗାରେ। ତାପରେ ଦେଖିବା ବର୍ତ୍ତମାନ ଆମେ ଚାଲନ୍ତୁ ରଥଯାତ୍ରା ଆଡ଼କୁ ମାଡ଼ିଯିବା। ତ ଆପଣମାନେ ଏଇଠୁ ହିଁ ଦେଖି ଲଗାଇ ପାରିଥିବେ ଭିଡ଼ିଓ କେଉଁ ଭଳିଆ ହେଉଛି। ତ ଏଇଟା ହେଉଛି ଏଇଥର ମାନେ ପୂର୍ବଥର ମୁଁ ମଧ୍ୟ ରଥଯାତ୍ରାକୁ ଆସିଥିଲି, ତ ସେତେ ଭିଡ଼ିଓ ହୋଇନଥିଲା। ଦେଖନ୍ତୁ ବର୍ତ୍ତମାନ ପ୍ରଭୁଙ୍କର 3 ଠାକୁରଙ୍କର ପହଣ୍ଡି ବିଜୟ ଷ୍ଟାର୍ଟ ହୋଇଗଲାଣି। ତ ଏଇଟା ପହଣ୍ଡି ବିଜୟରେ ତାପରେ ଦେଖନ୍ତୁ ପ୍ରଭୁ ରଥରେ ଆରୂଢ଼ ହେବେ। ଦେଖନ୍ତୁ ଏଠି 3 ଠାକୁରଙ୍କର ଯେମିତି ରୀତିନୀତି ସବୁ ତାର ନିୟମ ଅନୁସାରେ ପ୍ରଭୁଙ୍କୁ ରଥରେ ନେଇ ଆରୂଢ଼ କରାଯିବ। ତ 3 ଠାକୁର ରଥରେ ଆରୂଢ଼ ହୋଇ ମାଉସୀ ମା ମନ୍ଦିରକୁ ଯିବେ ପିଠା ଖାଇବା ପାଇଁ। ତ ସେଇଟା ଯାହା ଆପଣମାନଙ୍କର ରହିଛି ପୂର୍ବରୁ ଆମର ପାଳନ କରି ଆସୁଛନ୍ତି ଆମେ ସମସ୍ତେ। ତ ଏବେ ଦେଖନ୍ତୁ ଟାଇମ୍ ହୋଇଗଲାଣି ପାଖାପାଖି 5ଟା 15। ତ ଏବେ ମାନେ ଏତେ ଲେଟ୍ ହୁଏନି କେଉଁ ବର୍ଷ, ଏଇ ବର୍ଷ ଟିକେ ଲେଟ୍ ହେଉଛି। ଯେହେତୁ ଏଥର 2 ଥର ମାନେ 2 ଦିନ ରଥଯାତ୍ରା ଆମର ପଡ଼ୁଛି। କିଛି ତା'ର ନକ୍ଷତ୍ର କ'ଣ ସେଇଭଳି କ'ଣ ଗୋଟେ ଆମର ରହିଛି ତାଙ୍କର। ତ ଏବେ ଦେଖନ୍ତୁ ପ୍ରଭୁ ବଳଭଦ୍ର ଆମର ରଥ ଉପରେ ପ୍ରଥମେ ଆରୂଢ଼ ହୋଇଗଲେଣି। ତ ତାଙ୍କ ପରେ ପୁରା ଯେମିତି ପୁରୀରେ ଯେମିତି ଆମର ଗଜପତି ମହାରାଜ ଯେମିତି ଛେରା ପହଁରା ଦେଇ ସାରିଲା ପରେ ରଥରେ ଆରୂଢ଼ କରନ୍ତି, ସେଇଭଳି ଏଠାରେ ମଧ୍ୟ ହେଉଛି। ତ ଏବେ ଦେଖନ୍ତୁ ମା ସୁଭଦ୍ରା ମଧ୍ୟ ରଥରେ ତାଙ୍କୁ ମଧ୍ୟ ଆରୂଢ଼ କରିଦିଆଗଲାଣି। ତ ଏଠି ଦେଖନ୍ତୁ ମୁଁ ଡାଇରେକ୍ଟଲି ସେଠୁ ଫୋକସ୍ କରିପାରିନି, ତ ଆପଣ ଏଇଠି ଦେଖିପାରୁଥିବେ। ତ ତାପରେ ଦେଖନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଟାଇମ୍ରେ ଦେଖନ୍ତୁ ପୁରା ବହୁତରୁ ବହୁତ ମାନେ ଅଧିକ ଭିଡ଼ ହୋଇଗଲା। ମାନେ ସେଇ କିଛି ସମୟ ଭିତରେ ମୁଁ ଭିଡ଼ିଓ ତ ଛୋଟ ଛୋଟ କ୍ଲିପ୍ସ ନେଇଛି, କିନ୍ତୁ ତାହା ବହୁତ ସମୟ ପାଖାପାଖି ତ 25 ମିନିଟ୍ରୁ 30 ମିନିଟ୍ ଭଗବାନଙ୍କୁ ଟାଇମ୍ ସେଇ ଜାଗାରେ ଲାଗିଥିଲା। ତ ଏବେ ଦେଖନ୍ତୁ ରଥଯାତ୍ରାଟି ଆପଣମାନେ ପୁରା ସମ୍ପୂର୍ଣ୍ଣ ଏଇଠୁ ଦେଖୁଛନ୍ତି 3 ରଥରେ ପ୍ରଭୁ ଆରୂଢ଼ ହୋଇସାରିଛନ୍ତି। ତ ମୁଁ ଡାଇରେକ୍ଟଲି ଏଇଟା ପୁରା ଫୋକସ୍ ମାନେ କରିପାରିନି ଡାଇରେକ୍ଟଲି ସେ ପାଖରୁ ଯାଇକି, କାରଣ ଏତେ ଭିଡ଼ ଯେ ମୁଁ ସେଠୁ ଯାଇପାରିନି। ତ ବର୍ତ୍ତମାନ ମୁଁ ଭିଡ଼ିଓଟି ଏଇଠି ଏଣ୍ଡ କରିବା ପାଇଁ ଯାଇଛି। ତ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ, ଜୟ ହିନ୍ଦ। ଏଇଠୁ ମୁଁ ଭିଡ଼ିଓଟି ଶେଷ କରୁଛି।